हेलो हाय नमस्कार जय जगन्नाथ। फाइनाली सकाळ हो गला आमे सब जीवु मंदिर इस्कन बाहर की छिड़ा होइछु किंतु वर्षा आसलानी कौन करिया जना पडुनी कौन करिमु कौन करिया झिपी झिपी मेघरे फाइनाली जीवा देखा मंदिर रे कौन मु जाइनी फास्ट टाइम पे जीबी मंदिर हौ जीवा चलतु मंदिर जाइकी देखा हवा इच्छा थिला मु इस्कन केबे जाई नथिली लगे सार फाइनाली आज राजी होइछन्ती मते नेकी जिबे मंदिर। फाइनाली आमे चालिलु मंदिर मु ए जोता नहीं ना फाइनाली आमे चालिलु बाप झील भी आसछन्ती तमे थाउ ना मु नेकी पळेबी स्कूटी हां और मु जाई परबिनी कि कौन हो आमे भी चली जाई पारू तीन तला ऊपर तलू आसला बेलू आ सब तो मेकअप धोई जाइथिବ आ कौन जीवा ना कौन कैमरा कौन नहीं फाइनाल हम बाहर की पड़े जीवा एबे मंदिर बेंगलोर पाग के तो फाइनाली आमे चालिलु मंदिर ओह कि शीतल लगा कि ठंडा देखो ना इमित रे खरा हो आमे जो ना बाहर चल छड़े हम तो कहीं गाड़ी चले जाते ठाकुर द्वारा बोलो फाइनली हम चलिलु वर्षा भी टिके नहीं तेल पकेवा फाइनाल हम तेल पड़ो गाड़ी तेल गाड़ी पीने सीना तेल जीवा न पीने तेल केमी जीवा फाइनाली आम इस्कन मंदिर में पहुंची गलु जीवा फास्ट टाइम तम पैंट रे सब लगे धूली फूली देखो ये चालू होनी पिंधिकी ये देख
ଏଇ ବାପ ଝିଅ ବି ଏଠି ଚାଲିଛନ୍ତି ହାତ ଧରା ଧରି ହେଇ, ହାତ ଧରା ଧରି ହେଇ ଚାଲିଛନ୍ତି। ଦେଖ କେତେ ସୁନ୍ଦର ଏରିଆ। ଏଇ ଆର ଇସ୍କନ ମନ୍ଦିର ଯୋଉ ଯାଇଥିଲୁ ସେଠିକି, ସେଟା ବି ଏଇଭଳିଆ। ଆଁ ଦେଖନ୍ତୁ ଦେଖନ୍ତୁ କେତେ ସୁନ୍ଦର, ମାନେ ଶାନ୍ତି ଲାଗୁଛି ନା ନା, ଶାନ୍ତି ପରିବେଶ। ବାପ ଝିଅ ବର୍ତ୍ତମାନ ଏଇଠି ଚାଲୁଛନ୍ତି ଦେଖନ୍ତୁ। ପୁରା ଆମ ଝିଅ ପୁରା ବୁଲିତେ କହିଲେ ସେ ଦିନ ମାନ 24 ଘଣ୍ଟା ତାକୁ ଯଦି କହିବୁ ନ ଖାଇକି ତ ବୁଲୁ ସେ ବୁଲିବ। ତା ବାବା ସାଙ୍ଗରେ କେବଳ, ଆଉ କାହା ସାଙ୍ଗରେ ନୁହେଁ, ଦୁନିଆର ଆଉ କାହା ସାଙ୍ଗରେ ସେ ଯିବନି ବୁଲିତେ। କିନ୍ତୁ ହଉଛି ଆଉ ଚାଲି ପାରିବନି ସେ, ଝାଡା ହେଇକି ମାନେ ୱିକ୍ ହେଇଯାଇଛି। ସେଇଥିପାଇଁ ବାବା ଏଠି ଆମେ ଚଢିବା ବର୍ତ୍ତମାନ ସିଡି। ବାପ ଝିଅ ଜଲଦି ଜଲଦି ପଳଉଛନ୍ତି, ମୁଁ ଯାଇପାରୁନି। ମାନେ କେତେ ପାହାଚ ଲୋ ବାବା, ହେ ଭଗବାନ। ଦେଖନ୍ତୁ କେତେ ପାହାଚ। ଚଢିକି ଯିବା ତ ଆଉ କେମିତି ଯିବା, ମୁଁ ଚଢି ପାରୁନି। ଏଇଠି ବସି ପଡିବି ମୁଁ ଆଉ ଯାଇପାରିବିନି। ଓହୋ ହୋ, ତମେ ତ ଝିଅକୁ କାଖେଇ ନେଇ ଯାଉଛ, ମତେ ଟିକେ କାଖେଇ ନେଇଯାଉନ। ହେ ପ୍ରଭୁ। ଧୀରେ ସୁସ୍ଥେ ଆସୁଛନ୍ତି ଯିବା ଆଉ, ବୁଲିବାଲିକି ଆଉ। କେତେ କେତେ ତଳେ ଥିଲୁ, କେତେ ଉଁଚୁକୁ ପଳେଇ ଆଇଲୁ ଦେଖ। ଆମେ ସମସ୍ତଙ୍କଠୁ ବଡ ଏବେ, ସବୁଠୁ ବଡ। ହଁ ବଡ ନୁହେଁ, ଉଚ୍ଚା ସରି ଉଞ୍ଚା। ଦେଖନ୍ତୁ କେତେ ସୁନ୍ଦର ଦେଖା ଯାଉଛି ଯେ, ଏଇଠି ମସ୍ତ ଭିଉ ଆସୁଛି। ଫଟୋ ଫଟ ଆଲାଉଡ ଅଛି ତ, ଭିଡିଓ ଫିଡିଓ। ତ ପଶିବା ଏଇଠି ଜେଣ୍ଟସ ଲେଡିଜ, ଏପଟେ ଏଣ୍ଟ୍ରି ଲେଡିଜ। ଫାଇନାଲ ଏଠି ଚେକ୍ ହେଇଯିବା। ଚେକ୍ ହେଇକି ପଳେଇ ଆସିଲୁ, ଏଠି ଫାଇନାଲ ଯିବା। ଟିକେଟ କଟା ହବ, ଟିକେଟ କଟା ହବ, ଟିକେଟ କଟା ହବ। 6 ଟଙ୍କା, ମୁଁ ସେଇ ପାଇଁ କହୁଥିଲି ମୋ ଫୋନ ଟା ନେଇ ଆସ। ଫାଇନାଲି ଚାଲିଲୁ, ବାପ ଝିଅ ସବୁବେଳେ ଚାଲିଲେ ଆଉ ମତେ ସାଙ୍ଗକୁ ନଉନାହାନ୍ତି। ମୁଁ ରହିଲି କ୍ୟାମେରାମ୍ୟାନ, ମତେ କାହିଁ ସାଙ୍ଗକୁ ନେବେ। ହଁ ଆଉ କୁଆଡେ ନବା କଥା କହିଲେ ନେବେନି, ମନ୍ଦିର ଯଦି ବାହାରିବ ସେ ନେଇକି ଆସିବେ, ମନ୍ଦିର କଥା କହିଲେ ସେ ନେଇକି ଆସିବେ, ଆସିବେ ହିଁ ଆସିବେ ନା। ଆଉ କୁଆଡେ ଗଲା କଥା କହିଲେ ଖର୍ଚ୍ଚ ହବ କାହିଁକି ଯିବୁ। ମନ୍ଦିର ଆସିଲେ କିଛି ଖର୍ଚ୍ଚ ନାହିଁ, ଠାକୁରଙ୍କ ପାଖରେ ଦର୍ଶନ କରିବୁ ଚାଲିଲୁ। ଆଉ ଯୁଆଡେ ଯିବା କଥା କହିମି ଖର୍ଚ୍ଚ ହବ ଯିବୁନି। ହୁଁ ହୁଁ। ଏଇଟା କରିଦବା, ବନ୍ଦ କରିଦବା। ଫାଇନାଲି ଆମେ ଏଠି ହାତ ଫାତ ଧୋଇ ଟିକେ ପଳେଇ ଯିବା। ହଁ ଯିବା ମନ୍ଦିର ଦର୍ଶନ କରିବା ପାଇଁ ଯିବା ଏବେ। ଚାଲ 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 ଚାଲ। ଉଁ ଏଠି ଲେଖା ହେଇଛି ଦର୍ଶନ। ହରେ କୃଷ୍ଣ। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ
ହରେ 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 ରାମ ହରେ ରାମ। ଦେଖନ୍ତୁ କେତେ ସୁନ୍ଦର ହେଇଛି ମନ୍ଦିର। ଏଠି ଉପରକୁ ଦେଖନ୍ତୁ, ଏଠି କେତେ ସୁନ୍ଦର ହେଇଛି। ଆଗରୁ ଯୋଉ ଆମେ ରାମାୟଣ ନା ସରି ଶ୍ରୀକୃଷ୍ଣ ଦେଖିଥିଲେ ନା, ଯୋଉ ସବୁ କଣ ହେଇଥାଏ, ଯୋଉ ବସୁଦେବକୁ ଯୋଉ ନେଇକି ରଖିଥିବେ ଯୋଉ କାରାଗାରରେ, ସେଇଭଳିଆ ଦେଖାଉନି ସବୁଆଡେ। ଦେଖନ୍ତୁ ଏଠି ହଉଛି ଭିନ୍ନକ୍ଷମ ଲୋକଙ୍କ ପାଇଁ ଏସବୁ ଆସିଥିବେ, ଯୋଉମାନେ ରଖିକି ଯାଇଥିବେ। ଏଠି କେତେ ସୁନ୍ଦର ଏରିଆ ଦେଖନ୍ତୁ। ହଁ ଆଁ ଗାଡି ଆସୁଛି, ଆମେ ତ ନେଇ ଆସିଥାନ୍ତେ। ହଉ ଆମେ ଚାଲିକି ଯିବା, କଣ ଗାଡି ଆଣିବା ନିଆ ଦରକାର ନା। ଦେଖନ୍ତୁ କେତେ ସୁନ୍ଦର ଲାଗୁଛି ମନ୍ଦିର, ବାବା ମନ ଶାନ୍ତି ହେଇଯାଉଛି ନା, ପବିତ୍ର ହେଇଯାଉଛି ମନ ପୁରା। ଦେଖନ୍ତୁ କି ଭିଉ। ମୋ ଝିଅ ବି ଏଠି ପୁରା ଝୁମି ଝୁମିକି ଚାଲୁଛି। ଗେଲୁ ଏ ଦେଖନ୍ତୁ, ଏଇ ପଚାରିବା ଯଦି ସେ ମନା କରିବେ ତାରେ ବନ୍ଦ କରିଦବା, ସେଥିରେ କଣ ଅଛି। କି ସୁନ୍ଦର ଜାଗା ଲୋ ମା। ହଁ ମାନେ ସେମାନେ ରହୁଛନ୍ତି, ଖାଲି ଗଛର ପାଣି ଦବ। କଣ କରିବି? ଏଇ ବା କରୁଛି, ସିଧା ସିଧା ସେ କହିବେନି। ଏତେ ଡର କାଇଁ, ପଚାରିବେ ଯଦି ମନା ତାଙ୍କ ଆଲାଉ ନଥିବ ବନ୍ଦ କରିଦବା। ପଚାରୁନ ଭିଡିଓ ଆଲାଉଡ୍ ଅଛି ନା ସେ କେତେ ମାନେ କେତେ ବାଟ ଆମେ ଆସିଲେଣି। ଓଃ କି ସୁନ୍ଦର ଭିଉ ଦେଖନ୍ତୁ ପୁରା। କି ସୁନ୍ଦର ଭିଉ। ଓ ମନ, ବର୍ଷା ବି ଅଛି ନା, ବାଦଲ ଅଛି। ଦେଖନ୍ତୁ ହେ ପ୍ରଭୁ। ଏଇ ଦେଖନ୍ତୁ ପୁରା ଆକାଶର ମେଘ ଯେ ଭାସୁଛି, ଧଳା ଧଳା ମେଘ ଖଣ୍ଡ କଣ ସୁନୀଳ ଅମ୍ବରେ ଭାସଇ ବୋଇତ ଯଥା ନୀଳ ସମୁଦ୍ରରେ। ଏ ଦେଖନ୍ତୁ ଫାଇନାଲି ଏବେ ଯିବା ଟିକେ, ଆଉ ଟିକେ କଣ ବୁଲାବୁଲି କରିବା, କରିକି ତାପରେ ଘରକୁ ଗମନ ନୁହେଁ। ଯାହା ହଉ ଫାଇନାଲି ଟିକେ ଶାନ୍ତି ଲାଗିଲା, ଏତେ ଦିନ ପରେ ମନ୍ଦିର ଟିକେ ଆସିକି। ଜମା ଆଣିତେ କହୁନାହାନ୍ତି କୁଆଡେ ଟିକେ, ନିଜେ ବୁଲି ଯାଇଛନ୍ତି, ବହୁତ ଜାଗା ନିଜେ ବୁଲି ଯାଇଛନ୍ତି। ଦେଖିଲ ବାପ ଝିଅ କେମିତି ଚାଲୁଛନ୍ତି। ହଁ ମୁଁ କହୁଛି ଗୋଟେ ମାଳା ଆଣ ଜପିଥାନ୍ତ, ଗୋଟେ ଶୁଣିଲେନି ମୋ କଥା। ଦେଖ ସୁନ୍ଦର ହେଇଛି ଜାଗା ସବୁ। ଦେଖିବ ଫାଇନାଲି କେତେ ସୁନ୍ଦର ଲାଗୁଛି। ଫାଇନାଲି ଆମେ ଠାକୁର ଦର୍ଶନ କରି ପଳେଇ ଆସିଲୁ। ଭିତରେ ଯେହେତୁ ଏଲାଉ ନାହିଁ ଠାକୁରଙ୍କ ପାଖରେ ଭିଡିଓ କରିବା, ସେଥିପାଇଁ ବାହାରେ ବାହାରେ ସବୁ ଦେଖେଇଲୁ। ଆଉ ଭଗବତ ଗୀତା ବି ନେଇକି ଆସିଲୁ, ନଥିଲା ଟିକେ ସନ୍ଧ୍ୟାବେଳେ ପଢିବା। ଭାଗବତ ଅଛି କିନ୍ତୁ ଗୀତା ନଥିଲା। ଏଠି ସବୁ ଫାଇନାଲି ଆମେ ଏଠି ଆସିକି ବୁଲୁଛୁ। ବହୁତ ବଡ ମନ୍ଦିର ନୁହେଁ, ବହୁତ ବଡ ମନ୍ଦିର, ଶାନ୍ତି ଯେ ଏତେ ଲାଗୁଛି ବିଶେଷ କରି ବାପ ଝିଅକୁ ବହୁତ ଶାନ୍ତି ଲାଗୁଛି। ଏପଟିକି ଆସ, ଅନ୍ଧାର ହଉଛି।
ବାପ ଝିଅ ପୁରା ମନ ଖୁସିର ବୁଲୁଛନ୍ତି ଦେଖ। ଫାଇନାଲି ଆମେ ପ୍ରସାଦ ଖାଇକି ଆସିକି ହଁ କହିତ ଦେଲାନି ଆଉ କଣ କହିବି। କଣ କୋଉ ବାଟେ ଯିବାର ଏବାଟେ ଗଳିକି ପଳେଇବା ଏପଟେ ବୁଲିକି ଯିବା ନା। ହଁ ପଳେଇବା ଏବେ ଟିକେ ବୁଲାବୁଲି କରିକି ଆଉ ଟିକେ ବୁଲାବୁଲି କରିକି ପ୍ରସାଦ ଖାଇଲୁ ଆଉ ପେଟ ଟିକେ ଭର୍ତ୍ତି ହେଇଗଲା। ଆଉ ଏବେ ଟିକେ ବୁଲାବୁଲି କରି ପଳେଇଯିବା। ଆଗକୁ ଟିକେ କଣ ଅଛି ଦେଖେଇଦେମି ଦେଖେଇ ଦେଇକି ତାପରେ ଏଣ୍ଡ କରିଦବା ଭିଡିଓ ଆଉ ନା। କଣ ଇଏ ନା କଣ ହଁ ହଁ ଜୋତା ଷ୍ଟାଣ୍ଡ। ଫାଇନାଲି ଏବେ ବୁଲାବୁଲି ସାରି ଆମେ ଯିବା କୋଉଠିକି ଯିବା? ଯିବା ଫ୍ୟାସନ ଫ୍ୟାକ୍ଟ୍ରି ଟିକେ ବୁଲି ଦେଇକି ଆସିବା ଷ୍ଟୋର। ଫ୍ୟାସନ ଫ୍ୟାକ୍ଟ୍ରି ଯିବା। ଟିକେ କଣ ସେ ଆଗରୁ ଯୋଉଠି କାମ କରୁଥିଲେ ସେଠିକି ଟିକେ ଯିବୁ ବୁଲାବୁଲି କରିକି ଆସିବା ଆଉ ସେଠିକି ଗଲେ ଦେଖେଇବା ଆଉ ନା କଣ? ଏ ଦେଖେଇବା ଆଉ। ଆଉ ସେଠି ତ ଆଉ ଦେଖେଇ ହବନି ଫାଇନାଲି ଏଇଠି ଆମେ ଯାହା ଦେଖେଇବା କଥା ଦେଖେଇଦେଲୁ। ହଉ ହଉ ଆମେ ଏବେ ରହିଲୁ ବାଏ ବାଏ ଟା ଟା।